ଅଞ୍ଚଳରେ ଜଙ୍ଗଲୀ ମାଙ୍କଡ଼ଙ୍କ ଉପଦ୍ରବ ଦାଉ ସାଜିଛି ଯେମିତି ଚାଷୀଙ୍କ ଉପରେ। ତ ଚାଷୀ ଏହାର କ୍ଷୟକ୍ଷତି ପାଇଁ ସଦାବେଳେ ଦାବି କରୁଥିବା ବେଳେ ଅନ୍ୟପଟେ ବନ ବିଭାଗ ତାଙ୍କୁ କ'ଣ ସାହାଯ୍ୟ ଦେଉଛି ଆସନ୍ତୁ ଦେଖିବା। ତ ଦେଖନ୍ତୁ, ଏହା ରହିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଉପାନ୍ତ ଅଞ୍ଚଳ, ଯାହା କୁହାଯାଉଛି ହରଭଙ୍ଗା, ତଳଗାଁ, ମହାଲିକପଡ଼ା ଏବଂ କୁସଙ୍ଗ ସହିତ ଯେଉଁ ଗ୍ରାମାଞ୍ଚଳ ରହିଛି ଏହି ପଞ୍ଚାୟତ ଗୁଡ଼ିକରେ ସଦାବେଳେ ମାଙ୍କଡ଼ ଦଳ ଦଳ ହୋଇ ଶହ ଶହ ସଂଖ୍ୟାରେ ମାଙ୍କଡ଼ ଫସଲ ନଷ୍ଟ କରୁଛନ୍ତି। ଏହି ଅଞ୍ଚଳ ଯେହେତୁ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ, ଏଠାରେ ଧାନ ସହିତ ମୁଗ, ବିରି, କୋଳଥ, ମାଣ୍ଡିଆ ଏବଂ ଚିନାବାଦାମ ଭଳି ଚାଷ କରାଯାଏ। ଚାଷୀ ନିଜେ ଚାଷ କରୁଥିଲେ ମଧ୍ୟ ମାଙ୍କଡ଼ ଦାଉରୁ ରକ୍ଷା କରିପାରୁନି। ତ ଆମ ପାଖରେ ସିଧାସଳଖ ଜଣେ ଏଇ ଜାଗାର ସ୍ଥାନୀୟ ବାସିନ୍ଦା ଅଛନ୍ତି, ଆସନ୍ତୁ ପଚାରି ବୁଝିବା। ହଁ ସାର୍, କ'ଣ କହିବେ? ହଁ ଦେଖନ୍ତୁ ଆଜ୍ଞା, ଆମେ ବର୍ତ୍ତମାନ ଜଙ୍ଗଲ ପରିବେଶ ଭିତରେ ଯେତେବେଳେ ଘର ଦ୍ୱାର କରିକି ଅଛୁ, ଏଇ ଜଙ୍ଗଲ ପରିବେଶ ଭିତରେ ଚାଷ କରିବାଟା ଆମ ପାଇଁ ବହୁତ କଠିନ ହେଇଗଲାଣି। ଦୀର୍ଘ 20 ବର୍ଷ ତଳେ ମୁଁ ଯାହା ଦେଖୁଥିଲି, ହନୁମାଙ୍କଡ଼ କଥା କୁହନ୍ତୁ, ପାତିମାଙ୍କଡ଼ କଥା କୁହନ୍ତୁ, ବାରାହା କଥା କୁହନ୍ତୁ, ଦୀର୍ଘ 20 ବର୍ଷ ତଳେ ଯାହା ଥିଲେ ବର୍ତ୍ତମାନ ତାର 10 ଗୁଣା ବଢ଼ିଯାଇଛନ୍ତି। ଯେହେତୁ ଚାଷୀ ସବୁବେଳେ ତାର ଚାଷ ହେଉଛି ବ୍ୟବସାୟ, ଯଦି ଚାଷୀ ଚାଷ କରୁଛି ତ ନିଶ୍ଚିତ ଭାବରେ ଏଇ ହନୁମାଙ୍କଡ଼, ବାରାହା ଆଉ ପାତିମାଙ୍କଡ଼ ଏତେ ପ୍ରାଦୁର୍ଭାବ ବଢ଼ିଯାଇଛି ଯେ ଦିନ ରାତି 24 ଘଣ୍ଟା ଖଟିକି ରହିଲେ ବି ତାର ଯାହା ମୂଲ୍ୟ ପାଇବା କଥା ସେ ମୂଲ୍ୟ ସେ ପାଇପାରୁନାହିଁ। ତେଣୁ ଏଇ ଯେଉଁ ଚିନ୍ତା କରୁଛୁ ଆମେ, ଯଦି ବିଭାଗ ପକ୍ଷରୁ, ବନ ବିଭାଗ ପକ୍ଷରୁ ଯଦି ଆକଳନ କରି ଚାଷୀକୁ ସଠିକ୍ କ୍ଷତିପୂରଣ ଦିଆଯାଏ, ତାହେଲେ ଚାଷୀ କିଛି ମାତ୍ରାରେ ଉପକୃତ ହୋଇପାରିବେ। ବର୍ଷ ତମାମ ପରିଶ୍ରମ କରି ଯଦି ଆଜି ଆମେ ଦେଖିବା ତ ନିଶ୍ଚିତ ଭାବରେ ଯଦି କାହା ଘରେ 5 ଭାଇ 4 ଭାଇ ଅଛନ୍ତି ତ ସେମାନେ କିଛି ମାତ୍ରାରେ ଚାଷ କାମ କରିକି ତାର ଉପାର୍ଜନ କରିକି ନେଇପାରୁଛନ୍ତି ରାତି ଦିନ ଖଟିକି। ଯଦି କେହି ନଥିବେ, ଏକୁଟିଆ ମଣିଷ ଯିଏ ଥିବ, ସେ ଆଜି ପର୍ଯ୍ୟନ୍ତ ଭଲ ଭାବରେ ଚାଷଟିଏ କଲେ ବି ମଧ୍ୟ ଶାନ୍ତିରେ ସେ ଦିପଠା ଖାଇପାରୁନାହିଁ। କଥା କୁହନ୍ତୁ, ଆପଣ ବିରି କଥା କୁହନ୍ତୁ, କୋଳଥ କଥା କୁହନ୍ତୁ, ଧାନ କଥା କୁହନ୍ତୁ, ମୁଗ କଥା କୁହନ୍ତୁ, ବହୁ ମାତ୍ରାରେ ଯେଉଁ ମାଙ୍କଡ଼ଙ୍କର ଉପଦ୍ରବ ଆଉ ବାରାହାଙ୍କର ଉପଦ୍ରବ ସକାଶେ ସେମାନେ ଠିକ୍ ହିସାବରେ ଅମଳ କରିପାରୁନାହାନ୍ତି। ତେଣୁ ଆମର ବନ ବିଭାଗକୁ ମୋର ତରଫରୁ ବି ମୁଁ ଅନୁରୋଧ କରୁଛି ଯେ ସଠିକ୍ ଆକଳନ କରିକି ଚାଷୀକୁ ସଠିକ୍ ମୂଲ୍ୟ ଦେଲେ ସେ ବହୁତ ଖୁସି ହୁଅନ୍ତେ। ହଁ ଦେଖନ୍ତୁ, ଯେ ସ୍ଥାନୀୟ ଚାଷୀ ଯାହା କହୁଥିଲେ ଯେ କେବଳ ମାଙ୍କଡ଼ ନୁହେଁ, ଯେହେତୁ ଏହା ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ରହୁଛି, ଉଭୟ ପାର୍ଶ୍ୱରେ ଜଙ୍ଗଲ ଏବଂ ମଝିରେ ଧାନ ବିଲ ଏବଂ କିଛି ପଡ଼ିଆ ଜାଗାରେ ଯାହା ମୁଗ, ବିରି, କୋଳଥ, ମାଣ୍ଡିଆ ଏବଂ ସୁଆଁ, ଅନ୍ୟପଟେ ଯଦି କହିବା ତାହେଲେ ଅନ୍ୟ ଚାଷ ହେଉଥିବା ବେଳେ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। କିନ୍ତୁ ବିଭାଗୀୟ ପକ୍ଷରୁ ଉଚିତ ଆକଳନ କରି ଯଦି ଚାଷୀଙ୍କୁ ସହାୟତା ରାଶି ଦିଆଯାଏ ତାହେଲେ ଚାଷୀ ଉପକୃତ ହେବେ। ତ ଅନ୍ୟପଟେ ଅନ୍ୟ ଚାଷୀ ମଧ୍ୟ ଅଛନ୍ତି ଏବଂ ବିଭାଗୀୟ ଯିଏ ଅଧିକାରୀ ଏବଂ କିଛି ବନପାଳ ମଧ୍ୟ ଅଛନ୍ତି, ତାଙ୍କୁ ସିଧାସଳଖ ପଚାରି ବୁଝିବା ଯେ କେମିତି ଚାଲିଛି ବିଭାଗ ପକ୍ଷରୁ ଆକଳନ ଏବଂ କିଭଳି ସରକାରୀ ସୁବିଧା ଚାଷୀଙ୍କୁ ଦିଆଯାଉଛି। ମାଙ୍କଡ଼ ଯାହା ଅଳ୍ପ ବହୁତ ଥିଲେ, ଏବେ ଯେତେ ମାଙ୍କଡ଼ ହେଲେଣି କହିଲେ ନ ସରେ ଆଜ୍ଞା। ସେ ମାଙ୍କଡ଼ ଦିନ ବେଳ ଯାହା କ୍ଷତି କରୁଛନ୍ତି, ତାପରେ ରାତିରେ ବାରାହା କ୍ଷତି କରୁଛନ୍ତି। ଆମେ ଚାଷୀମାନେ ଯେଉଁ ହଇରାଣ ହେଉଛୁ କହିଲେ ନ ସରେ। କୁରିଆ କରିଛୁ, ଭାଡ଼ି କରିଛୁ, ଯାଇକି ଜଗା ରଖା କଲେ ବି ବାରାହା ମାଙ୍କଡ଼ ଆଉ ମାନୁନାହାନ୍ତି। ଆମେ ଭାରି କଷ୍ଟ ଭୋଗିଲୁଣି, ଭାରି ହଇରାଣ ହେଲୁଣି। ଆଉ ଆଜ୍ଞା ଆଉ କ'ଣ ହେଲୋ, ଯାହା ସରକାର ତ ଯାହା କ୍ଷୟକ୍ଷତି ଦେଉଛନ୍ତି, ସେ କ୍ଷୟକ୍ଷତି ଆମେ ବର୍ଷ ଆଗ ଖାଇବା ଜାଗାରେ ଆମକୁ ଟଙ୍କା 500 400 ଦେଉଛନ୍ତି। ଆମକୁ କ'ଣ ହେରା ଅଣ୍ଟୁଛି? ଆମେ ଏମିତି ହଇରାଣ ଆଜ୍ଞା ହେଉଛୁ। ସରକାର ଯେତିକି କ୍ଷୟକ୍ଷତି ଦେଉଛନ୍ତି ଆମକୁ ସେତିକି ଅଣ୍ଟୁନି। ଆଉ ଯଦି ତ ଦେବେ ବର୍ଷ ଆଗରେ ଆମେ ଖାଇବାକୁ ଯେମିତି ହେବ ଦେବେ ତ ଦେବେ, ନହେଲେ ମୂଳରୁ କିଛି ଦେବା ଦରକାର ନାହିଁ। ଆମର ଚାଷୀମାନଙ୍କୁ ଆମର ବାରାହା ହେଉ କି ମାଙ୍କଡ଼ କି ଯେକୌଣସି ହାତୀ ହେଉ, ଯେକୌଣସି ବନ୍ୟଜନ୍ତୁ ଦ୍ୱାରା କ୍ଷୟକ୍ଷତି ହେଲେ ତା'ର କ୍ଷତିପୂରଣ ଦେବୁ। ସେ ଆମର ଚାଷୀମାନେ ଅନଲାଇନ୍ ଗୋଟେ ଆପ୍ଲାଏ କରିବେ। ସେ ଅନଲାଇନ୍ ଆପ୍ଲାଏ କଲା ପରେ ଆମ ମୋବାଇଲରେ ଯେଉଁଟାକି ଆମର ମେସେଜ୍ ଆସିଲା ପରେ ଆମେ ଏଠୁ ଯାଇକି ତାକୁ ସର୍ଭେ କରିବୁ। ସର୍ଭେ କରିସାରିଲା ପରେ ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଯାହା ଅନୁଦାନ ରହୁଛି ଏକର ପିଛା ଯେଉଁଟାକି 20,000 ଟଙ୍କା ଅଛି ବର୍ତ୍ତମାନ, ସେଇଟା ସେଇ ଅନୁସାରେ ଆମେ GPS ସର୍ଭେ କରିକି ଦେଲା ପରେ ସେ ତାଙ୍କ ଆକାଉଣ୍ଟକୁ ପଇସା ଆସୁଛି।
ଫରେଷ୍ଟରଙ୍କ ବୟାନ ଅନୁଯାୟୀ ସରକାରୀ ଅନୁମୋଦନ ରାଶି ଯେତେବେଳେ ଗୋଟିଏ ଚାଷୀର ଜଙ୍ଗଲୀ ମାଙ୍କଡ଼ ହେଉ ବାରହା ହେଉ ହାତୀ ହେଉ କିମ୍ବା ଭାଲୁ ଯଦି ପ୍ରାଦୁର୍ଭାବରେ ଫସଲ ନଷ୍ଟ ହୁଏ ଚାଷୀ ଏକ ଅନଲାଇନ୍ ଆପ୍ଲାଏ କରିବାକୁ ପଡ଼େ ଏବଂ ଆପ୍ଲାଏ ପରେ ବିଭାଗ ପକ୍ଷକୁ ଏକ ମେସେଜ ଆସେ। ମେସେଜ ଆସିଲା ପରେ ବିଭାଗ ଉକ୍ତ ଜାଗାକୁ ଯାଇ ଏକ GPS ରିଡ଼ିଂ କରାଯାଏ ଏବଂ GPSରେ ଯେତିକି ଏରିଆ ଆସିଲା ତାହା ଉପରେ ଆକଳନ କରାଯାଇ ତାଙ୍କୁ ଚାଷୀଙ୍କୁ ଅର୍ଥ ପ୍ରଦାନ କରାଯାଏ ସରକାରୀ ସହାୟତା ରାଶି। କିନ୍ତୁ ଏଠାରେ ଏକର ପିଛା ସରକାରୀ ସହାୟତା ରାଶି 20,000 ପ୍ରଦାନ କରାଯାଏ। କିନ୍ତୁ ଗୋଟିଏ ଚାଷୀ ଗୋଟିଏ ଏକରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥାଏ ଏବଂ 4 ମାସରୁ 5 ମାସ କଠିନ ପରିଶ୍ରମ କଲା ପରେ ଯାଇ ଅମଳ କରିଥାଏ। 20,000 ଟଙ୍କା ଚାଷୀଙ୍କ ପାଇଁ କେତେ ଅନୁମୋଦନ ରାଶି ଚାଷୀ ଏ ଜାଗାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଯଦି କହିବା ତାହେଲେ GPS ରିଡ଼ିଂ ଯେଉଁ କୁହାଯାଉଛି ବିଭାଗ ପକ୍ଷରୁ GPS ରିଡ଼ିଂର ଏରିଆ ଯେତେ ହିସାବରେ ଆସୁଛି ତ ଚାଷୀ 500ରୁ 1000, 2000, 5000 ଟଙ୍କା ଭିତରେ ହିଁ ସରକାରୀ ଅନୁମୋଦନ ରାଶି ପାଉଛି। ଏହି ଜାଗାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ବିଭାଗ ପକ୍ଷରୁ ସଠିକ୍ ଆକଳନ ଏବଂ ସରକାର ପକ୍ଷରୁ ସଠିକ୍ ଆକଳନ କରି ଚାଷୀଙ୍କୁ ଯଦି ଉପଯୁକ୍ତ ସହାୟତା ରାଶି ପ୍ରଦାନ କରାଯାଏ ଚାଷୀ ମଧ୍ୟ କିଛିଟା ମେରୁଦଣ୍ଡ ସଳଖି ପାରିବ। ବୌଦ୍ଧରୁ ସୁଶାନ୍ତ କୁମାର ବେହେରା, MBC TV।